କିଛି ଦରକାର ନାହିଁ, ତାକୁ ଫାଶୀ ହେବା ଦରକାର। ତାକୁ ଆମର ନ୍ୟାୟ ଦରକାର, ତାକୁ ଫାଶୀ। ଯଦି ଝିଅ ତ ଯୋଉଟା ଝିଅର ସାଇକେଲ ଚେନ୍ ଲଗାଉ ଲଗାଉ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ନବଜୁଆନ ବୟସ ମାନି ନଥିଲା କାହାରି ପ୍ରତିବାଦକୁ। ଦୁହେଁ ଦୁହିଁଙ୍କୁ ଦଣ୍ଡେ ନ ଦେଖିଲେ ରହିପାରୁନଥିଲେ। ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ପରି ଦୁହିଁଙ୍କ ପ୍ରେମ ଗାଁରେ ଚର୍ଚ୍ଚା ହୋଇଥିଲା ଓ ପ୍ରେମିକାର ପରିବାର ତରଫରୁ ଧମକ ପାଇଥିଲା ପ୍ରେମିକ ଜଣକ। ପ୍ରେମ ସନ୍ଦେହରେ ଝିଅର ପରିବାର ପୁଅକୁ ଦେଇଥିଲେ ଗୋପୀନାଥପୁର ବଜାରୀ ଧମକ, ତ ଗଳା କାଟି ହତ୍ୟା କରିବୁ। ଏହି ବିଷୟରେ ଗ୍ରାମରେ ନିଷ୍ପାପ ବସିଥିଲା, ସମାଧାନ ବି ହୋଇଥିଲା। ହେଲେ ପ୍ରେମରେ ଅନ୍ଧ ହୋଇଥିବା ପ୍ରେମୀ ଯୁଗଳଙ୍କୁ କିଛି ଫରକ ପଡ଼ିନଥିଲା। ଗୋପୀନାଥପୁର ପ୍ରଧାନପଡ଼ାରେ ତାପସ ପ୍ରଧାନ ସବୁଦିନ ପରି ଆଜି ଶୋଇଥିଲା ଗ୍ରାମ ଯୁବକଙ୍କ ସହିତ ଗାଁ ଗ୍ରାମ ଦେବତୀ ଠାକୁର ଘରେ। ବିଳମ୍ବିତ ରାତିରେ ସମସ୍ତେ ଶୋଇପଡ଼ିଲା ପରେ ଝିଅର ପରିବାର ଲୋକେ ତାପସର ଗଳା କାଟି ହତ୍ୟା କରିଛନ୍ତି ବୋଲି ତାପସର ଘର ଲୋକେ ଅଭିଯୋଗ କରିଛନ୍ତି। ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ମାଧ୍ୟମରେ ଝିଅ ଘରର 3 ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ପ୍ରଶାନ୍ତ ପ୍ରଧାନ ପ୍ରଧାନପଡ଼ା ମୋ ପୁଅ ପା। କେମିତି କ'ଣ ମାଇଲେ, କ'ଣ ହେଇଥିଲା ଆଗର ଘଟଣା? ଆଗର ଘଟଣା ସେମିତି କିଛି ନାହିଁ। ସେ ତ କ'ଣ କାଲି ତାକୁ ମାରିଛି ଆଗରୁ ଧମକେଇଥିଲା, ଥରେ ମାରିଦେବି ବୋଲି, ଖୁର କାଟିଦେବି ବୋଲି କହିଥିଲା। କ'ଣ ପାଇଁ ମୁଁ ବି ସାର୍ ଜାଣିନି। ପୁଣି ବି ତାକୁ ଡକେଇଥିଲି, ଡକେଇଲାଠୁ ସେ ଭଲ ବସିଥିଲେ, ସବୁ ହେଇଥିଲା। ହେଇକିରି ସେ ଭୁଲ ମାଗିଥିଲା। ହଠାତ୍ ତ ସେ କାଲି ରାତିରେ ବଳି କର୍ମ କରିଛି, କାଟିଛି। ଆଉ କ'ଣ ପାଇଁ ସନ୍ଦେହ କରୁଛନ୍ତି? ଆଉ କ'ଣ ପାଇଁ ସିଏ କହିବନି ତାର, ମୁଁ ତ କିଛି ସନ୍ଦେହ ପାଉନି ନା, କହିବି କ'ଣ? ଯଦି ପାଇଥିବ ସିଏ ତାଙ୍କ ଜାଣିଥିବ, ପୁଅ ଜାଣିଥିବ, ସିଏ ଜାଣିଥିବ ନା, ମୁଁ କେମିତି ଜାଣିଛି? ସାର୍ କ'ଣ ତା ବାପା ଜାଣିପାରୁଛନ୍ତି? ହେଇପାରିଥିବେ, ଅସମ୍ଭବ କ'ଣ? କ'ଣ ନ୍ୟାୟ ଚାହୁଁଛନ୍ତି? ଭଲ ପାଉଥିଲା ଆମକୁ କହିଲା। ଏବେ କ'ଣ ଚାହୁଁଛନ୍ତି ଆପଣ? ମୋର ନ୍ୟାୟ ଦରକାର, ମର୍ଡର କରିଛି, ଆଉ କହିବି କ'ଣ? ଲକ୍ଷ୍ମୀପ୍ରିୟା ପ୍ରଧାନ, ପିଲାଟି ମତି ଆପଣଙ୍କ କ'ଣ? ମୋ ଦେଢ଼ଶୁରର ପୁଅ ପୁତୁରା। କ'ଣ ପାଇଁ ମର୍ଡର ହେଇଛି ବୋଲି ଆପଣ ଭାବୁଛନ୍ତି? ମର୍ଡର ହେଇଛି, ଖାଇଲା ପିଲା ତ ଶୋଇଲା ଭଲରେ, ଆମେ କ'ଣ ପାଇଁ ମର୍ଡର କଲେ ଆମେ ବି କହିପାରିବୁନି। ହେଲେ କୁହାକୁହିରେ ସେ ଯିଏ ମର୍ଡର କରିଛି ସିଏ ଯଦି କହିପାରିବ। ଆଗରୁ କିଛି ଶତ୍ରୁତା ଥିଲା କି? ଶତ୍ରୁତା ଏମିତି କିଛି ନାହିଁ। ଏଇ ଥରେ ଏମିତି କ'ଣ ଭୁଲ ଭାଟ ଶୁଣିକିନା ଆସିକି ଧମକେଇଥିଲା। ସେଇ ରାଗରେ ମାର୍ଟିନ ବୋଲି ଆପଣ ଭାବୁଛନ୍ତି? ଧମକେଇଥିଲା, ବାଟରେ ଚେନ୍ ଖସିଗଲା, ଇଏ ନଗେଇ ଦେଇଥିଲା। ଲୋକ ଆସି ତା ଆଗରେ କ'ଣ କହିଲେ, କହିବା ହେତୁ ସିଏ ସେଠୁ ଆସିକି ଧମକେଇଥିଲା। ଆମକୁ କୁହା ନାହିଁ, ବୋଲା ନାହିଁ। ଆମ ପିଲାକୁ 4-5 ଚଟକଣା ଖଣ୍ଡେ ତା ଦୋକାନରେ ପୁରେଇକି ମାରି ତା ବେକରେ ଖୁର ନଗେଇଥିଲା। କାହିଁକି ତୁ ମୋ ଝିଅ କଥାରେ କ'ଣ କରୁଥିଲୁ? ନା ମୁଁ ଆଉ କିଛି କରିନି, ସାଇକେଲରେ ଚେନ୍ ଖସି ଯାଇଥିଲା, ସେମିତି ଡାକିଲା, ମୁଁ ନଗେଇଦେଲି, ଆଉ ମୁଁ ନଗେଇ ଦେଇଛି। ଏତିକି ଛଡ଼ା ଆଉ ଆମର କିଛି କଥା ନାହିଁ। ତାପରେ ସେ ତାଙ୍କର କ'ଣ ଅଲଗା ସନ୍ଦେହ କରି ସେଠି ତାକୁ ଡାକିକି ନେଇ ତା ବେକରେ ଖୁର ନଗେଇଥିଲା, ପୁଣି ଘରକୁ ଡାକିକି ନେଇ ମାଇଲା। ସେତେବେଳେ ଯାଇକି ଆମ ପିଲା ବି, ଆମେ ବି ଖବର ପାଇନୁ। ତାପରେ ଆମେ ପବ୍ଲିକରେ ତା ସାଙ୍ଗଟା କିଏ ଆସି ଜଣେ ଆସି କହିବା ହେତୁ ଆମେ ଯାଇ ପଚରାପଚରି କରିବା ଭିତରେ ସେ କହିଲା ଯେ ମୋ ଝିଅକୁ ସେ ଭଲ ପାଉଛି। ଆଉ ଆମେ ପଚାରିଲା ବେଳକୁ ଆମ ପିଲାକୁ ସେ ନାହିଁ କଲା, ସେ ଝିଅ ବି ସେତେବେଳେ ନାହିଁ କଲା। ତାପରେ ସେଇ ରାଗରେ ସେ କାଲି ମାଇଲା କି କ'ଣ ଆମେ କହିପାରିବୁନୁ। ଆମର କିନ୍ତୁ ନ୍ୟାୟ ଦରକାର, ସେ ଲୋକ ଫାଶୀ ପାଇବା ଦରକାର। ତମମାନଙ୍କୁ ମୁଁ ହାତ ଯୋଡ଼ିକି ଅନୁରୋଧ କରୁଛି, ସେ ଲୋକ ଫାଶୀ ପାଇବା ଦରକାର। ସେ ଲୋକ ଜୀବିତରେ ନ ରହିବା ଦରକାର। କାହିଁକିନା ଗୋଟେ ମାଆଟା ତା ଛୁଆକୁ ଛଡ଼େଇଛି ନେଲା। ଦୁଇଟି ଝିଅ, ଆଉ ଗୋଟେ ଛୋଟିଆଟା ତା ସାନ ଭାଇ। ହଁ, ପ୍ରେମର ପରିଣତି ଏପରି ଭୟଙ୍କର ହୋଇପାରେ ବୋଲି କେହି କେବେ ବିଶ୍ୱାସ କରିପାରୁନାହାନ୍ତି। ସତେ ଯେମିତି କେଉଁ ସିନେମାର ସ୍କ୍ରିପ୍ଟ ପରି ଲାଗୁଛି। ସତରେ କ'ଣ ପ୍ରେମ କରିବା ପାପ? ଏତେ ବଡ଼ ଅପରାଧ? ପ୍ରେମ ସତ୍ୟ ଶାଶ୍ୱତ ଚିରନ୍ତନ, କିନ୍ତୁ ମିଛ ସାମାଜିକ ସମ୍ମାନ ଓ ଗାରିମା ବଜାୟ ରଖିବା ପାଇଁ ଆଜି ଗୋଟିଏ ନିଷ୍ପାପ ଜୀବନ ଚାଲିଗଲା। ଅଶୋକ ପରିଜା, ପ୍ରଧାନପଡ଼ା, ପୁତୁରା। କ'ଣ ଅନୁମାନ କରୁଛନ୍ତି, କେମିତି ମାର୍ଟିନ ବୋଲି ଆପଣ ଅନୁମାନ କରୁଛନ୍ତି? ତାଙ୍କର ବର୍ଷେ ଖଣ୍ଡେ ହେଲାଣି ଥିଲା, ଝିଅ ସାଙ୍ଗରେ କଥାବାର୍ତ୍ତା ଥିଲା। କେଉଁ ଝିଅ? ସେଇ ଯେଉଁ ଝିଅ, ତାଙ୍କ ଯେଉଁ ଝିଅ, ଯେଉଁ ବାପା ମାରିଛନ୍ତି ତାଙ୍କୁ, ତାଙ୍କ ଝିଅ ସାଙ୍ଗେ କଥାବାର୍ତ୍ତା ଥିଲା।
ସିଏ ତା ମଝିରେ 4 ମାସ ହେଲା ଆମର ମିଟିଂ ବସିଥିଲା ବାପ ସବୁ ଗାଁ ବାଲା ବସିକି ସବୁ ପଇସା ଲାଗିଗଲା ଯେ ତମ ଝିଅ ତମ ଘରେ ଆମ ପୁଅ ଆମ ଘରେ ଥିଲା। ସିଏ କିନ୍ତୁ ଗୋପୀନାଥ ତା ପର ଗୋପୀନାଥରେ ତା ବେକରେ ଖୁର ଲଗେଇ ଦେଇଥିଲା ମାରିକିରି ଖୁର ଲଗେଇଥିଲା ଯେ ତତେ କାଟିଦେବେ ବୋଲି ଏମିତି ଥିଲା। ସେଠୁ ଆମେ ତ ରହିଲୁ ଫଇସଲା ହେଇଗଲା। ତାପରେ ଆମର ସବୁ କ୍ଲବ୍ ଘରେ ଶୁଅନ୍ତି 10-15 ଜଣ ଖଣ୍ଡେ। ସେ କାଲି ରାତିରେ ଶୋଇଥିଲେ। କାଲି ରାତିରେ ତାକୁ କୋଉଥିରେ ଖୁର କି କୋଉଥିରେ କାଟିଦେଇ ଏକା ଶୋଇଥିଲେ ନା ଆଉ ତାଙ୍କ ନା ନା ଆହୁରି 10-12 ଜଣ ଖଣ୍ଡେ ଥିଲେ। ତାହେଲେ କେମିତି କଣ ଜଣକୁ ମାରିଲେ କିଏ ଜାଣିପାରିଲେ? ନା ସେ ସବୁ ଶୋଇଛନ୍ତି କେହି ଜାଣିନାହାନ୍ତି। ତାହେଲେ ଭୋଜି ଭାତ ଆୟୋଜନ ହଉଥିବ କି? ନାଇଁ ନାଇଁ ଯିବା ତ ସିଆଡ଼େ ହେଇଥିଲା। ସିଏ ତାର ଅଲଗା ଯୋଉ ଭୋଜି ସିଏ ସବୁ ଭୋଜି ଅଲଗା। କେମିତି ଜାଣିଲା ଆପଣ? ସେ ଜାଣିଲା କ'ଣ ସେ ଯେତେବେଳେ କାଟି ଦେଇ ପଳେଇଲା ସିଏ ଉଠି ପଡ଼ିଲା ବେକଟା ଯେତେବେଳେ କଟିଗଲା ସିଏ ଉଠି ପଡ଼ିଲା ବାନ୍ତି ଗଲା। ତାପରେ ଆମର ସେ ଜଣେ ପିଲା ଥିଲା ତା କରେ ଶୋଇଥିଲା ତାକୁ କହିଲା ତୁ କ'ଣ ଭୋଜି ଖାଇଛୁ କି ବାନ୍ତି କଲୁ? ସିଏ ସେଠୁ ତା ଦାଦା ସହିତ ତା ଦାଦା ଡାକିଲେ କହିଲେ ଆଉ ଟିକିଲେ ଦେଖିଲୁ କ'ଣ କାହିଁ ବାନ୍ତି କରୁଛି? ସିଏ ସବୁ ଉଠି ପଡ଼ିଲେ 2 ଜଣ ଉଠି ପଡ଼ିଲା ଦେଖିଲା ବ୍ଲଡ଼ ବୋହି ଯାଉଛି। ସେଠୁ କହିଲେ ଯେ ଆରେ ତା ବେକ ତ କ'ଣ କଟି ଯାଇଛି। ସେତେବେଳକୁ ସିଏ ବେକ ଯେତେବେଳେ କହିଲେ କଟି ଯାଇଛି ସେ ଗାମୁଛାଟା ତା ବେକରେ ବାନ୍ଧିଦେଲେ ବ୍ଲଡ଼ଟା ବନ୍ଦ ହେଇଗଲେ। ସିଏ ପିନ୍ଧାରେ ଥିଲା ପିନ୍ଧାରୁ ବ୍ଲଡ଼ କ'ଣ ଏବାଟେ ଆଉ ନ ଆସି ପାଟି ବାଟେ ବାହାରିକି ପଇଲା ରୋଡ଼ ଉପରେ ପଡ଼ିଗଲା। ଆଉ ସିଏ ଖାଲି ହାତ ଏମିତି କଲା ମାନେ ଆଉ ଜୀବନ ନଥିଲା। ସେତେବେଳେ ଠିଆ ହେଇଥିଲା ସେ ଠିଆ ଜୀବନ ଏମିତି ପଡ଼ିଗଲା। କିଏ ମାରିଛି ବୋଲି ଆପଣ ଭାବୁଛନ୍ତି? ସେଠୁ ତାପରେ ଆମେ ପ୍ରେମ ବେପାରରେ ମର୍ଡର ହେଇଛି ବୋଲି ଆପଣ ଅନୁମାନ କରୁଛନ୍ତି? ନାଇଁ ସେ ରିପୋର୍ଟ ଦେଲୁ ଥାନା ବାଲା ଆଇଲେ କୁକୁର ଆସିଲା ସେ କୁକୁର ଯାଇ ସିଧା ତାଙ୍କରି ଘରେ ଧଇଲା। ସେଇ ଝିଅର ବାପ ଘରେ। ଝିଅ ବାପ କ'ଣ ଜାଣେ? ତା ନା ମାଇନା ଡାକନ୍ତି ବାରିକ ଘର କିନ୍ତୁ ତା ଭଲ ନାଁ କ'ଣ ମୁଁ ଜାଣିନି। ପୋଲିସ ସେ କାହାକୁ ନେଇଛି କାହାକୁ? ସିଏ ଝିଅର ବାପାକୁ ନେଇଛି। ତାର ପୁତୁରା ଗୋଟା ତା ବଡ଼ ଭାଇର ପୁଅ ତାକୁ ନେଇଛି। ଆଉ ଜଣକୁ କିଏ ନେଇଛି ମୁଁ ଜାଣିନି। ସେ ଏଠିକାର ପିଲା ନୁହଁ। ସେ କୋଉଠି ଥିଲା ସେ ପିଲା? ସେ ପିଲା ତାଙ୍କରି ଘରେ ଥିଲା। ଏବେ କ'ଣ ଚାହୁଁଛନ୍ତି ଆପଣ? ଏବେ ଚାହୁଁଛୁ ଆମେ କେମିତି ସେ ପିଲାକୁ ଯେମିତି କଠୋର ଶାସ୍ତି ଦିଆହେବ। ଯଦି କଠୋର ଶାସ୍ତି ନ ଦିଆହେବ ଆମେ ପୋଲିସକୁ ଆଗରେ କହିବୁ ଯେ ଯେତେବେଳେ ହେଲେ ତାର କ୍ଷତିପୂରଣ ମାରିଦେବୁ।